ଶୁଣ ଭାଇ ହେଲା କାଲି ଯାଉଥିଲେ ହେଲା IAS କ୍ଲାସ ଯାଉଛି ମାନେ ପାଗଟା ବର୍ଷାଳିଆ ରୋଡ ପୁରା ଭିଜି ଯାଇଛି ହେଲା ମୁଁ ମାନେ ଆରାମ ଯାଉଛି ଦେଖିଲି ଆଗରେ ଗୋଟେ ତଗଡା କୁକୁର ମାନେ ଡିସାଇଡ କରିପାରୁନି ଯେ ଯିବି ହେଲା ଭାବୁଛି ମତେ ଦେଖୁଛି ବୋଲେ ଆଉ ରୋଡରେ କେହି ନାହାନ୍ତି ହେଲା ଖାଲି ସିଏ ରୋଡ ସାଇଡରେ ଥିଲା ମୁଁ କହିଲେ ହଉ ଠିକ ଅଛି ମୁଁ ପଳେଇବି ଆଉ ସେ ତ ସାଇଡରେ ଅଛି ଆଉ ସେ ଆଗୁ ଆସିବନି ମତେ ଦେଖିକି ହେଲା ହେଲା ହଉ ଠିକ ଅଛି ମୁଁ ତାପରେ ଗଲି ହେଲା ମାନେ ଆଉ ଟିକେ ଦୂର ପାଖକୁ ଗଲି ସିଏ ଆଉ ଟିକେ ଆଗକୁ ହେଲା କହିଲେ କଣ କଲୁ ସେ ଦେଖୁଛି ଗଲେ ଜାଣିଥିବ ମୋ ଉପରେ ହେଲା ହେଲା ଆଉ ଟିକେ ଆଗକୁ ଗଲି ସେ ଭାଇ ପୁରା ମଝିରେ ଛିଡା ହେଇଗଲା ଲାଭରେ କଣ କଲୁ ମୁଁ ଭାବିଲି ଯଦି ଆଗରୁ କାଟିବି କାମୁଡି ଦବ ତା ମୁହଁ ଚେତାରେ ହେଇଯିବ ମୁଁ ସ୍ଲିପ୍ ହେଇକି ପଡିବି ହେଲା ପଛରୁ ରହିଲେ ଗାଡି ଗୋଟେ ବାଡେଇକି ମୁଁ ବି ସ୍ଲିପ୍ ହେଇକି ଗଲି ମୁଁ କହିଲି ନାଇଁ ହମ୍ସ ପରିକା ମାଡିଯିବି ଆଉ କିଛି ବିଚାରି କରିଲି ହେଲା ମୁଁ କହିଲି ଗାଡି ଯଦି ସଡନ ବ୍ରେକ୍ ମାରିବି ମାନେ ଓଦା ହେଇଛି ଛିଟକି ପଡିଥାନ୍ତି ହେଲା ସ୍ଲିପ୍ ପକା ହେଇଥାନ୍ତା ହେଲା ମୁଁ କହିଲି କିଛି ନାହିଁ ସେତେବେଳେ ମୋ ମାଷ୍ଟର ମନେ ପଡିଗଲା ମୋ ଜଣେ ଗୋଟେ ମାଷ୍ଟର ଥିଲା ଆଇ ମିନ୍ ଶୁଣେ ଆମର ଗୋଟେ ମାଷ୍ଟର ଥିଲା ସେ ଏମିତି କୁକୁର କୁ ବଞ୍ଚିବା ଲାଗି ନିଜ ଶହୀଦ ହେଇଯାଇଥିଲା ମାନେ ଶହୀଦ ଖଣ୍ଡିଆ ଖାବରେ ହେଇଥିଲା ମୁଁ କହିଲି ମୁଁ ସେତେ ଧର୍ମାତ୍ମା ନୁହେଁ ତାକୁ ମାରିବି ନିଜେ ମରିବି ଛାଡିବିନି ତାକୁ ଶଳା ତତେ ବଞ୍ଚେଇବି ସାଇଡରେ ପଡିକି ମୁଁ ଶଳା ତୁ ଦୌଡିକି ପଳେଇବୁ ହେଲା ଗଲି ତ ବଢେଇ ଦେଲି ଆଉ ତାଗଡା କୁକୁରଟା ମାନେ ତାକୁ ହେଲ୍ଦି କୁକୁର ହେଲା ଏଇଠି ଗାଡିଟା ଚଲଉଛି ଏଇଠି ଟାୟାରଟା ଏଇଠି କୁକୁର ହେଲା କାଉ କାମରେ କଣ କଲୁ ମାନେ ଏକ୍ସପିରିଏନ୍ସ ମୋ ବ୍ରେକ୍ ମାରୁଛି ମାନେ ସ୍ଲୋ ତ କରିବି ନା ସଡନ ବ୍ରେକ୍ ମାରିଲିନି କିନ୍ତୁ ସ୍ଲୋ କଲି ହେଲା ସ୍ଲୋ ମାନେ କଣ କଲୁ 60 ଥିଲା 40 ହେଲା ମଡେଇ ଦେଲି କାମ ମାନେ କାମୁଡି ଦବ ନା କଣ ଡେଇବ ସ୍ଲିପ୍ ଗଲା କିନ୍ତୁ କଣ୍ଟ୍ରୋଲ ହେଇଗଲା ତାପରେ ଦୌଡିଲା ଛଳା ଦୌଡିକି ପଳେଇଛି ସେପଟେ ଆଉ ଯଦି ତା ଆଗରେ କି ପଛରେ ନେଇଥାନ୍ତି ଟୋକା ମରିଥାନ୍ତି